ଆମ ମୟୂରଭଞ୍ଜ ମାଟିର ଶ୍ରୀ 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 ଜଗନ୍ନାଥଙ୍କର ଆଜି ସ୍ନାନ ପୂର୍ଣ୍ଣିମା ଚାଲିଛି। ଆପଣମାନେ ଯଦି ମୟୂରଭଞ୍ଜ ବାହାରେ ରହୁଛନ୍ତି, ମୟୂରଭଞ୍ଜର ଲୋକ ହେଇକି ଯଦି ଆପଣମାନେ ମୟୂରଭଞ୍ଜ ବାହାରେ ରହୁଛନ୍ତି, ତାହେଲେ ମୁଁ ଆପଣମାନଙ୍କୁ ଆଜି ଦେଖେଇବି। ଚାଲନ୍ତୁ ଆମ ବାରିପଦା ସହରରେ କେମିତି ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା ଆଉ କେମିତି ଜଗନ୍ନାଥଙ୍କୁ ସ୍ନାନ କରାହେଲା। ଚାଲନ୍ତୁ ଦେଖିବା ଜଗନ୍ନାଥ ମହାପ୍ରଭୁ। ଆଉ ଚାଲନ୍ତୁ ଯିବା ଦେଖିବା। ଦେଖିପାରୁଥିବେ ବାହାରେ କେତେ ସୁନ୍ଦର ଭାବରେ ଫୁଲମାଳରେ ଜଗନ୍ନାଥଙ୍କର ମନ୍ଦିର ସଜା ହେଇଛି। ଆଉ ଦେଖିପାରୁଥିବେ ସାମ୍ନାରେ କେତେ ସୁନ୍ଦର। ଇଏ କିଛି ଆମ ଜଗା ମନ୍ଦିରର ହେଉଛି ମନ୍ଦିର ଭିତରର ଦୃଶ୍ୟ। ଏବେ ଆମ ଜଗା ବାହାରେ ଅଛନ୍ତି। ଦେଖିପାରୁଥିବେ ତାଙ୍କ କଳା ସଂସ୍କୃତିର କେତେ ସୁନ୍ଦର ସବୁ ପ୍ରିଣ୍ଟିଂ କରାହେଇଛି। ଆପଣମାନଙ୍କୁ ବହୁତ ସୁନ୍ଦର ଲାଗିବ ଯେତେବେଳେ ଆପଣ ଜଗା ଦର୍ଶନ କରିବେ। ତ ଇଏ କିଛି ଅଛି ମନ୍ଦିର ବାହାରର ଦୃଶ୍ୟ, ଯେଉଁଠିକି ଅନେକ ଦେବତା ଦେବୀମାନଙ୍କର ପୂଜା କରାହୁଏ। ଆଉ ତାଙ୍କ ମନ୍ଦିର ଆପଣମାନଙ୍କୁ ପ୍ରଥମେ ମୁଁ ଦେଖେଇବା ପାଇଁ ଚାହିଁବି। ଚାଲନ୍ତୁ ଯିବା ମନ୍ଦିର ଭିତରେ ଆଉ କେଉଁ ଠାକୁର ସବୁ ଅଛନ୍ତି, ଚାଲନ୍ତୁ ଦେଖିବା। ଦେଖିପାରୁଥିବେ ଆମ ବାରିପଦା ମନ୍ଦିରର କେତେ କାରୁକାର୍ଯ୍ୟ, କେତେ ସୁନ୍ଦର। ଆଉ ଆପଣ ଦେଖିକି ଅନୁମାନ କରିପାରୁଥିବେ ମନ୍ଦିର ଭିତରକୁ ଗଲା ପରେ ଆପଣଙ୍କର ଯେଉଁ ଦେହ ଟାଙ୍କୁରି ଉଠେ, ପୁରୀ ମନ୍ଦିର ଗଲା ପରେ ଯେଉଁ ଦେହ ଟାଙ୍କୁରି ଉଠେ, ସେହିପରି ବାରିପଦା ଜଗନ୍ନାଥ ମନ୍ଦିରକୁ ଆପଣ ଆସିଲେ ସେମିତି ଦେହ ଥରି ଉଠେ। ଏଇଠି ମୁଁ କହି ରଖିବା ପାଇଁ ଚାହିଁବି, ଏଠି ଭଜନ ବ୍ୟବସ୍ଥା ବି ଅଛି, ପ୍ରସାଦ ବ୍ୟବସ୍ଥା ବି ଅଛି। ଆପଣ ଦେଖିପାରୁଥିବେ ମନ୍ଦିର କେତେ ଉଚ୍ଚତାର। ଆପଣ ଦେଖିପାରୁଥିବେ ଇଏ ହେଉଛି ତୃତୀୟ ଗେଟ୍। ଦେଖିପାରୁଥିବେ ମନ୍ଦିର ଭିତରେ କେତେ ଗଛଲତାରେ ଭରପୁର ରହିଛି। ସେଇ ଜଗନ୍ନାଥ ମନ୍ଦିରରେ ସେଇ ଯେଉଁ କମଳ ଫୁଲର ବାସ୍ନାରେ ଭରି ଯାଉଛି ଆମ ବାରିପଦା ଜଗନ୍ନାଥ ମନ୍ଦିର। ଯଦି ଆପଣ ସତରେ ଜଗନ୍ନାଥଙ୍କୁ ମାନୁଥାନ୍ତି, ତାହେଲେ ଆପଣମାନଙ୍କର ମନସ୍କାମନା ପାଇଁ ଏଇଠି ରହିଛନ୍ତି ଆମର ବର ବାବା। ତେବେ ଚାଲନ୍ତୁ ଆମେ ଯିବା ଜଗନ୍ନାଥଙ୍କୁ ଟିକେ ଦର୍ଶନ କରିବା। ଦର୍ଶନ କେମିତି ହେଲା ଆପଣମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣେଇବାକୁ ଜମା ବି ଭୁଲିବେନି। ଇଏ ହେଉଛନ୍ତି ଆମର ସୁଭଦ୍ରା ବଳଭଦ୍ର ଜଗନ୍ନାଥ ସୁଭଦ୍ରା ବଳଭଦ୍ର। ଦେଖିପାରୁଥିବେ କେତେ ସୁନ୍ଦର ତୁଳସୀ ମାଳରେ ଭରପୁର ହେଇଯାଇଛନ୍ତି ଆମର ଜଗା। ଇଏ ଥିଲା କିଛି ବାହାରର ଦୃଶ୍ୟ। ଏବେ ଟିକେ ଭିଡ଼ କମ୍ ଅଛି। ସନ୍ଧ୍ୟା ଟାଇମ୍ରେ ଆସିବା ପାଇଁ ବହୁତ ଡର ଲାଗେ, କାହିଁକି ନା ଶ୍ରୀଜୀଉଙ୍କୁ ଦେଖିବା ପାଇଁ ଲକ୍ଷ ଲକ୍ଷ ଲୋକ ଆସନ୍ତି ଆଉ ତାଙ୍କୁ ଦେଖିକି ଯାଆନ୍ତି। ଆଉ ବହୁତ କିଛି ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଆସିଥାନ୍ତି ଆମ ଜଗନ୍ନାଥଙ୍କ ପାଖକୁ। ଆପଣମାନେ ଦେଖିପାରୁଥିବେ ଆମ ଜିଅନ୍ତା ଠାକୁର ଜଗନ୍ନାଥ କେମିତି ଆମକୁ ଅନେଇକି ବସିଛନ୍ତି, ଆମକୁ ଘଣ୍ଟ ଘୋଡ଼େଇ ରଖିଛନ୍ତି। ମୁଁ ଏତେ ସାମ୍ନାରୁ ଦେଖିକି ଜଗନ୍ନାଥଙ୍କୁ ମୋର ଦେହ ଟାଙ୍କୁରି ଉଠୁଛି। ତେବେ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ବହୁତ ସୁନ୍ଦର ଜଗା ଦର୍ଶନ କରିଥିବେ। ଆଉ ମୋର ଯେଉଁଠି ବି ହଉ ତ୍ରୁଟି ଯଦି ରହିଥାଏ ମୋତେ କ୍ଷମା କରିବେ। ଜୟ ଜଗନ୍ନାଥ। ଚାଲନ୍ତୁ ଯିବା ବାହାରେ ଆଉ କ'ଣ ସବୁ ଅଛି ମନ୍ଦିର, ମୁଁ ଆପଣମାନଙ୍କୁ ଦେଖେଇବି। ଚାଲନ୍ତୁ।